ନାଇଁ ଜୟ ଜଗନ୍ନାଥ। ଆଜିର ଭିଡିଓ ଦେଖନ୍ତୁ କି ବହୁତ ହି ହେଲ୍ପଫୁଲ ରହିଛି ଯାହାକି ଆମର ପୁରୁଣା ଚୁଡ଼ିକୁ ଆମେ ବହୁତ ହି ସୁନ୍ଦର ଜିନିଷରେ ବନେଇ ପାରିବା। ତ ଦେଖନ୍ତୁ ଏମିତିରେ କି ଆମେ କଣ କରିବା ନା, ତ ଦେଖନ୍ତୁ ଚୁଡ଼ିଟିକୁ ଆମେ ଫାଷ୍ଟରେ କି ତ ଏଇ ଟାଇପରେ ଆମକୁ କାଟିବାର ଦରକାର ନାହିଁ। ତ ମଝିରେ ଏମିତିରେ କି ଆମେ ତାକୁ ରଖିନବା, ଯାହାକି ବହୁତ ହି ସହଜ ଆଉ ବହୁତ ହି କମ ସମୟରେ ଆପଣ ଏତେ ସୁନ୍ଦର ଜିନିଷଟି ବନେଇ ପାରିବେ। ତ ଆପଣ ଦେଖିଲେ ହିଁ ବିଶ୍ୱାସ କରିବେନି, ଯାହାକି ଫ୍ରିରେ ଆପଣଙ୍କର ବହୁତ ହି ବଢିଆ ଭାବରେ କି ତ ବନେଇ ନବା। ତ ଦେଖନ୍ତୁ ଏମିତିରେ କି ଆମେ ଆକୁ ମୋଡି ନେଲା ପରେ ଦେଖନ୍ତୁ ଏଇ ଟାଇପର ଆମର ହେଇଗଲା। ତ ଆପଣ ଚାହିଁଲେ ତ କାଟିକି ତାକୁ ଅନ୍ୟ କିଛି ଡିଜାଇନ ବି ବନେଇ ପାରିବେ। ତ ଏମିତି ଆକୁ ଆମେ କାଟି ନେଲୁ, ଆମେ ସରି ଆମକୁ ମୋଡି ନେଲୁ। ତ ଏମିତି ଆମେ ତାକୁ ମୋଡି ସାରିଲା ପରେ କି ତ ଦେଖନ୍ତୁ ଏଇ ଟାଇପର ହେଇଗଲା, ଠିକ ସେପରେ ଯେମିତିକି ଆସିବ। ତ ସେମିତିରେ କି ଆମେ ଆକୁ ରଖିନବା। ତ ଆପରେ ଆମେ ଆକୁ କଣ କରିବା ନା, ଦେଖନ୍ତୁ ଏଇ ଟାଇପର ଆମର ହେଇଗଲା। ତ ତାପରେ କି ତ ଦେଖନ୍ତୁ ଏମିତିରେ କି ଗୋଟେ ଚୁଡ଼ିକୁ ଆମେ ଏମିତିରେ କି କରିଲୁ। ତାପରେ ଆଉ ଗୋଟେ ଚୁଡ଼ିକୁ ସେମିତି ନବା। ତାପରେ ଆମେ କଣ କରିବା କି ଦେଖନ୍ତୁ ଏଠିକି ତାକୁ ଆମକୁ କାଟି ନବାର ଅଛି। ତ ଏମିତି ଚୁଡ଼ିଟିକୁ ଆମକୁ କାଟି ନେଲେ, କାଟି ସାରିଲା ପରେ ଆକୁ ଆମକୁ ଏମିତି ଭଲ ଭାବରେ କି ପୁରାପୁରି ସିଧା କରିନବା। ତ ଏଇ ଦେଖନ୍ତୁ ଏମିତିରେ କି ଆକୁ ଭଲସେ ହାଲକା ଭାବରେ କି ତ ପୁରାପୁରି ସିଧା କରିବାର ଅଛି। ସିଧା କରି ସାରିଲା ପରେ ଏଇ ଦେଖନ୍ତୁ ପୁରା ସିଧା କରିଦବା। ତ ଆପରେ ଆମକୁ କଣ କରିବାକୁ ହବ କି ଦେଖନ୍ତୁ ଏଇଥିରେ କି ଆମକୁ ପୁରା ସିଧା କରିନବା। ସିଧା କରିସାରିଲା ପରେ ତ ତାକୁ ତାର ଏଠି ଯଦି ଯାହାକି ଆମକୁ କାଟିଥିଲୁ ଯୋଉ ଜାଗାରେ ସେଇଥିରେ କି ଆମେ ତାକୁ ମୋଡ଼ିବା। ତ ଏମିତିରେ କି ହାତରେ ତ ମୋଡ଼ି ହବନି, ନହେଲେ କି ଆପଣଙ୍କର କୌଣସି ଗୋଟେ ପ୍ଲାସ୍ ହଉ କି କୌଣସି ବି ଏମିତିରେ ଯେମିତି କି ମୋଡ଼ି ହବ ସେଇଥିରେ କି ଏମିତି। ତ ଦେଖନ୍ତୁ ଆକୁ ଆମକୁ ଏଥିରେ କି ଆମକୁ ମୋଡ଼ି ନବାର ଅଛି। ତ ପୁରା ରାଉଣ୍ଡ କରିକି ଆମକୁ ତ 2-3 ଫେରା ଏମିତି ମୋଡ଼ି ନବା। ତ ଏମିତିରେ କି ମୋଡ଼ି ସାରିଲା ପରେ କି ତ ତାର ବଢିଆ ସେପଟି ଆସିବ। ତାପରେ ଦେଖନ୍ତୁ ଆଗକୁ କଣ ବନୁଛି। ତ ଏମିତିରେ କି ଆକୁ ଦେଖନ୍ତୁ ତ ଏମିତି ଟିକେ ମୋଡ଼ି ନବା। ତାକୁ ମୋଡ଼ି ସାରିଲା ପରେ ପୁରା ବଢିଆ ଭାବରେ କି ଜମା ବି ଏପଟ ସେପଟ ବଙ୍କା ଟାଇପରେ ରହିବନି, ବଢିଆ ସେ ହିଁ ପୁରା ସମାନ ହେଇକି ରହିବ ତାର ମୋଡ଼ିବାଟି। ତ ଏମିତି ଆକୁ ମୋଡ଼ି ସାରିଲା ପରେ ତ ଆପରେ ଆମକୁ କଣ କରିବା ଦେଖନ୍ତୁ ତ ଏଇ ଟାଇପର ଆମର ହେଇଗଲା। ତ ଏମିତିରେ କି ଦେଖନ୍ତୁ ଏତିକି ମୁଁ ମୋଡ଼ି ନେଲି। ତାପରେ ଆଉ ଟିକେ ଭଲ ଭାବରେ ଆକୁ ଆମକୁ ସିଧା କରି ନବା। ଦେଖନ୍ତୁ ଏଠି ଆମକୁ ମୋଡ଼ି ନବା ପରେ ଏଇ ଟାଇପରେ କି ଆମର ହେଇଗଲା। ତ ତାପରେ ଆମେ ଆକୁ ଦେଖନ୍ତୁ କଣ କରିବା କି ତ ଯାହାକି ଆମେ ଆକୁ ମୋଡ଼ିକି ରଖିଥିଲୁ ତ ଏମିତିରେ କି ମୋଡ଼ି ନେଲେ। ତ ଆପରେ ଆମକୁ ଦେଖନ୍ତୁ ଏଇ ଟାଇପରେ ମୋଡ଼ି ସାରିଲା ପରେ କି ତ ଫାଷ୍ଟ କି ମଝିରେ ଯାହାକି ଟିକେ ମୋଡ଼ିଛେ ତ ତାକୁ ଆଉ ଟିକେ ଆମକୁ ଏମିତି ବାହାର କରିନେବାର ଅଛି। ଦେଖନ୍ତୁ ମଝିରେ ଯାହାକି ଫାଷ୍ଟ ଆମେ ଷ୍ଟାର୍ଟିଂ କଲୁ ମୋଡ଼ିବାଟି, ଯାହାକି ପୁରା ଦେଖନ୍ତୁ ସେଇ ଜାଗାରେ କି ତ ପୁରା ଷ୍ଟାର୍ଟିଂ ଯାହାକି ମୋଡ଼ିଲୁ ସେଇ ଜାଗାରେ ଆମକୁ ଟିକେ ତାକୁ ଏମିତି କି ବାହାର କରିନେବା, ଟିକେ ଟାଣି ନବା। ତ ସେଇଥିରେ ଆମେ କଣ କରିବା ନା ଦେଖନ୍ତୁ ଏଇଥିରେ କି ଆମକୁ କୌଣସି ଗୋଟେ ଝୁମକା ଟାଇପରେ ହଉ କି କିଛି ବି ଆପଣଙ୍କୁ ଏମିତି ମାଳି ଟାଇପରେ କି କିଛି ଝୁମକା ଟାଇପରେ ତାକୁ ଆମକୁ ଲଗେଇବାର ଅଛି। ସେଥିପାଇଁ ମୁଁ ଆକୁ ଟିକେ ଟାଣି ନେଲି ଏମିତି କି। ତ ଏଇ ଟାଇପରେ ଦେଖନ୍ତୁ କୌଣସି ବି ଏମିତି ଝୁମକା ଟାଇପରେ ମୁଁ ଏଠି ଇୟରିଙ୍ଗସ ଟିକୁ ତାକୁ ଝୁମକା ଟାଇପରେ ରହିଛି। ତ ତାକୁ ଏମିତି ଲଗେଇ ନବା। ଲଗେଇ ନେଇ ସାରିଲା ପରେ ତାକୁ ଆମେ କଣ କରିବାକୁ ହବ ନା ଏମିତି ଲଗେଇ ନବା। ଲଗେଇ ନେଇ ସାରିଲା ପରେ କି ତାକୁ ଭଲ ଭାବରେ ଯେମିତିକି ରହିବ ତ ଚାପିକି ରଖିନବା, ଯାହାକି ପୁରାପୁରି ସେମିତିକି ରହିବ। ତ ଏଇ ଦେଖନ୍ତୁ ଏଇଥିରେ କି ଆମେ ଆକୁ ଠିକ ସେ ଯେମିତିକି ରହିବ। ତ ଏପଟ ସେପଟ ଟିକେ ହେଇଯାଉଛି, ତ ତାକୁ ଭଲସେ ଏମିତି ଆମକୁ ପୁରାପୁରି ଚାପି ନବାର ଅଛି। ତ ଏଇ ଦେଖନ୍ତୁ ପୁରାପୁରି ବଢିଆ ଭାବରେ କି ଆମର ହେଇଗଲା। ତ ଆମେ ତାକୁ ଆଉ ଟିକେ କଣ କରିବା ନା ତାକୁ ଭଲ ଭାବରେ ପୁରାପୁରି ଚାପି ନବା। ତ ଏଠି ଆମକୁ ଏମିତିରେ କି ବନେଇ ନେଲା ପରେ କି ତ ଆକୁ ଆମକୁ କଣ କରିବାକୁ ହବ। ତ ଦେଖନ୍ତୁ ଏତେ ସୁନ୍ଦର ଜିନିଷରେ ବନିବ, ଆପଣ ଥରେ ଟ୍ରାଏ କଲେ ହିଁ ଜାଣିପାରିବେ। ତ ମୁଁ ତ ବନେଇ ସାରିଲା ପରେ ହିଁ ତ ବହୁତ ହି ମତେ ବଢିଆ ଲାଗିଲା, ଯାହାକି ତ କିଛି ଆମର ଏମିତି କିଛି କାମରେ ବି ଯାହାକି ଲାଗିବ, ଯାହାକି ଆପଣ ଜାଣିପାରୁଥିବେ ଏଠି କଣ ବନଉଛି। ଯାହାକି ଆମର ହେୟାର କ୍ଲିପ ଆମେ ବନଉଛେ ବହୁତ ହି ସୁନ୍ଦର, ଯାହାକି ଆମେ ଆଣିଥାଉ ଏମିତି କି ତ ଫ୍ରିରେ ଆପଣଙ୍କର ବହୁତ ସୁନ୍ଦର ଭାବରେ ବନେଇ ପାରିବେ। ଆପଣ ଚାହିଁଲେ ପୁରା ଚୁଡ଼ିଟିକୁ ଭଲ ଭାବରେ ଅଠା ଦେଇକି ତାକୁ ପୁରାପୁରି ଷ୍ଟୋନ ଟାଇପରେ ବି ଲଗେଇ ପାରିବେ, ଯାହାକି ତ ଆହୁରି ଅଲଗା ପ୍ରକାର ଲାଗିବ। ତ ଏଇଠି ଦେଖନ୍ତୁ ଏଇ ଟାଇପର ଆମର ହେଇଗଲା ପରେ ତ ଏଇ ଦେଖନ୍ତୁ ଏଇ ଟାଇପର ଆମର ହେଇଗଲା। ତ ଆକୁ ଯାହାକି ଆମେ ଏମିତି ମୋଡିକି ରଖିଥିଲୁ, ଯାହାକି ଦେଖନ୍ତୁ ଏଇ ଟାଇପର ଆମେ ଯେତେବେଳେ କି ଆମ ହେୟାରରେ ଆମେ ପଛ ସାଇଡରେ ଏମିତି ଲଗେଇଥାଉ। ତ ଏମିତି ଲଗେଇକି ତାର ଏଇଠି କ୍ଲିପଟିକୁ ଆମେ ଏମିତି ଲଗେଇ ଦେଇଥାଉ। ତ ବହୁତ ହି ସୁନ୍ଦର ଲାଗେ। ଆକୁ ଲଗେଇକି ଆପଣଙ୍କୁ ଦେଖଉଛି, ଯାହାକି ଲଗେଇ ସାରିଲା ପରେ ଏତେ ବଢିଆ ଲାଗିବ, ଯାହାକି ଆପଣ ଦେଖିଲେ ହିଁ ଆଶ୍ଚର୍ଯ୍ୟ ହେଇଯିବେ। ଦେଖନ୍ତୁ ଏଇ ଟାଇପରେ ଏମିତି କି ଲଗେଇ ନେବେ। ତ ଦେଖିବେ କି ଯୋଉ ଟାଇପରେ ରହୁଛି ତ ସେଇ ଟାଇପରେ ସେମିତିରେ କି ତାକୁ ଠିକ ସେ ଏମିତି ରଖିନେବେ। ଦେଖନ୍ତୁ ଏତେ ବଢିଆ ଲାଗୁଛି।
ତ ବହୁତ ହି ସୁନ୍ଦର ଲାଗୁଛି ଆଉ ବହୁତ ବଢ଼ିଆ ଭାବରେ ବି ବନିଗଲା। ବହୁତ କମ୍ ସମୟରେ ବି ଏମିତି ଆପଣ ବନେଇ ପାରିବେ। ତ ଆପଣ ଚାହିଁଲେ କିଛି ଷ୍ଟୋନ୍‌ଟିକୁ ବି ପୁରାପୁରି ଲଗେଇ ପାରିବେ। ତ ଆପଣଙ୍କୁ ଲଗେଇକି ଦେଖଉଛି ଦେଖନ୍ତୁ କେତେ ସୁନ୍ଦର ଭାବରେ ଏମିତିକି ଲଗେଇକି ଆପଣ ଟ୍ରାଏ କରିପାରିବେ। ବହୁତ ହି ବଢ଼ିଆ ଲାଗୁଛି ଦେଖନ୍ତୁ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ ଆଉ ସବସ୍କ୍ରାଇବ୍ କରିଦେବେ। ରହିଲି। ଜୟ ଜଗନ୍ନାଥ।